ॐ अर्णपूर्णे सदा पूर्णे शङ्करप्राणवल्लभे ज्ञानवैराग्यसिद्ध्यर्थं भिक्षां देहि च पार्वती। ॐ अर्णपूर्णे सदा पूर्णे शङ्करप्राणवल्लभे ज्ञानवैराग्यसिद्ध्यर्थं भिक्षां देहि च पार्वती। ଏହି ମନ୍ତ୍ରଟିକୁ ରୋଷେଇ କଲାବେଳେ ଗାଇଲେ ରୋଷେଇର ସ୍ୱାଦ ଦ୍ୱିଗୁଣିତ ହୋଇଯିବ ଆଉ ଆପଣଙ୍କ ଘରେ ଅନ୍ନର କୌଣସି ପ୍ରକାର ଅଭାବ ରହିବ ନାହିଁ। କଥାରେ ଅଛି ଯେମିତି ଅନ୍ନ ସେମିତି ମନ, କିନ୍ତୁ ମୁଁ ତ କହିବି ମନ ଆଉ ଅନ୍ନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶୁଦ୍ଧ ଅନ୍ନ ଖାଇଲେ ମନ ପବିତ୍ର ହୋଇଯାଏ ଆଉ ପବିତ୍ର ମନରେ ରୋଷେଇ କରିଲେ ଅନ୍ନ ଅମୃତ ହୋଇଯାଏ। ଆଜି ମୋ କିଚେନ୍ର ସ୍ପେଶିଆଲ୍ ଆଇଟମ୍ ହେଉଛି ବିନା ପିଆଜ ରସୁଣରେ ତିଆରି ପାଲକ ପନିର କୋପ୍ତା। ଆପଣ ଯାହା ବି ବନାନ୍ତୁ ନା କାହିଁକି ପର୍ଟିକୁଲାର ସେହି ଜିନିଷର ଟେଷ୍ଟ ଆସିବ ଆଉ ସ୍ମେଲ୍ ବି ଆସିବ ଯଦି ଆପଣ ବିନା ପିଆଜ ରସୁଣରେ ତିଆରି କରୁଛନ୍ତି। ଏଇଟା ହେଉଛି ବିନା ପିଆଜ ରସୁଣ ଖାଦ୍ୟର ଗୋଟିଏ ସ୍ପେଶିଆଲ୍ ଖାସିୟତ। କିଛି ଲୋକ କହନ୍ତି ବିନା ପିଆଜ ରସୁଣ କାହିଁକି ଖାଇବା? ପିଆଜ ରସୁଣ କ'ଣ ପାଇଁ ଖାଇବାନି? ପିଆଜ ରସୁଣରେ କ'ଣ ଅଛି? ନା, ପିଆଜ ରସୁଣରେ କିଛି ନାହିଁ, କିନ୍ତୁ ସେଇଟା ଯେହେତୁ ତାମସିକ ପଦାର୍ଥ ଆମକୁ ଭକ୍ତି ମାର୍ଗରେ ଯିବାକୁ ବାଧା ସୃଷ୍ଟି କରେ। ଯେଉଁମାନେ ଭକ୍ତି ମାର୍ଗରେ ଆଗେଇବାକୁ ଚାହାନ୍ତି ସେମାନଙ୍କ ପାଇଁ ପିଆଜ ରସୁଣ ଖାଇବା ଅନୁଚିତ। ତାହେଲେ ଏବେ ଦେଖନ୍ତୁ ରେଡ଼ି ହୋଇଯାଇଛି ଆମର ବିନା ପିଆଜ ରସୁଣରେ ତିଆରି ପାଲକ ପନିର କୋପ୍ତା। ଆପଣ ବି ଟ୍ରାଏ କରନ୍ତୁ ଆଉ ସାତ୍ତ୍ୱିକ ଭୋଜନର ମଜା ନିଅନ୍ତୁ। ରାଧେ ରାଧେ।